कल्याणे निरतं करुणामयं नमामि चिन्मयं देवं सद्गुरुं ब्रह्मविद्वरं सद्गुरुं ब्रह्मविद्वरम्। विचार स्तर को लेकिन दर्शन सृष्टि हो जाए। आत्मतत्व ର ବିଷୟକୁ ନେଇକି ବିଚାରର ସ୍ତର ହୁଏ। ନିଜକୁ ନିଜେ ଆତ୍ମା ଆମେ କଣ ବୋଲି ଭାବୁଛୁ। ତ ବେଦାନ୍ତ ସାର ଆମେ ଦେଖିଥିଲେ ପୁତ୍ରାତ୍ମବାଦ କହନ୍ତି ତାକୁ ଗୋଟେ କି ପୁତ୍ର ତାଦାତ୍ମ୍ୟବାଦ। ଆହୁରି ତା ପୂର୍ବରୁ ପାମର ଆଦି ରୁ ବସ୍ତୁ ତାଦାତ୍ମ୍ୟ ବସ୍ତୁବାଦୀ। ତାପରେ ଶରୀରକୁ ହିଁ ଆତ୍ମା ମାନିବା ଦେହାତ୍ମବାଦ କହନ୍ତି ଆକୁ। ତାପରେ ଇନ୍ଦ୍ରିୟାତ୍ମବାଦ। ନାଇଁ ନାଇଁ ଶରୀର ପଡି ରହିଥିବ କିନ୍ତୁ ଇନ୍ଦ୍ରିୟ ହଉଛି ପାୱାରଫୁଲ। ଦେନ୍ କହୁଛନ୍ତି ନାଇଁ ପ୍ରାଣାତ୍ମବାଦ। ट्रेडिशनली प्राणात्मवाद को ही हिरण्य गर्भ उपासका। हिरण्य गर्भ समष्टि प्राणर ना हो हिरण्य गर्भ। हिरण्य गर्भर उपासक कहा जाए ट्रेडिशनली जितेबाला विचार करा जाए। मांडुक्य उपनिषद रे बहुत सुंदर रूप वर्णन करा जाए। ठीक। वर्तमान कहते नहीं इंद्रियर जो स्वामी होचंते मन। मन षष्ठान इंद्रियाणे। इंद्रियर स्वामी मन मन ही सब किछि तो कहते मनात्मवाद। मनात्मवाद 67 रे मन आत्मवाद कथा कहते 66 प्राणमय कोर्स एंड उपनिषद रे मिल जाउची स्पेशली तैत्र उपनिषद रे आत्मार साधनार चिंतन रे कहगला 65 एंड 67 रे भी हमें 66 रे देखिथिले। मनुष्य जेतବେଳେ ଶୋଇ ବି ପଡୁଛି ପ୍ରାଣ ତ ରହୁଛି ନା। ଆଚ୍ଛା ଛାନ୍ଦୋଗ୍ୟ ଉପନିଷଦରେ ପଞ୍ଚମ ଅଧ୍ୟାୟରେ ମଧ୍ୟ ପ୍ରାଣରେ ଇନ୍ଦ୍ରିୟ ବିଷୟରେ ବର୍ଣ୍ଣନ ରହିଛି। प्राणे जागर्ति सुप्ते भी प्राण श्रेष्ठ्यादिकम श्रुतम श्रुतम माने उपनिषद कुहागला शुणागला कोठी ना छांदोग्य उपनिषद पंचम अध्याय रे। बृहदारण्यक उपनिषद रे मध्य कहा जाइछि कि ते हेम प्राणाः अहम श्रेय से विविधमान ब्रह्म जग्मु। से इंद्रिय माने जतବେଳେ कलह कले कहानी कहला ना आखि वर्षटे ପାଇଁ ଗଲା ଚଳିଯିବ ମନୁଷ୍ୟ ବଞ୍ଚି ଯାଉଛି। କିଏ କାହାର ଆବସେଣ୍ଟ ହେଲେ ଚାଲୁ ମାନେ ବନ୍ଦ ହଉନି ଜଗତ ଚାଲି ଯାଉଛି। ମୁଁ କୋଉ ପ୍ରଧାନମନ୍ତ୍ରୀ କୋଉ ରାଷ୍ଟ୍ରପତି ବା କୋଉ ଘରର ମୁରବୀ ମରିଗଲା ପରେ କେମିତି ଚଳିବ କହୁଛନ୍ତି। ହଉଛି ପରମାତ୍ମା ସେମିତି କରେଇ ଦଉଛନ୍ତି କିଛି ଅସୁବିଧା ନାହିଁ। ଦେଶ ବି ଚାଲୁଛି ଘର ବି ଚାଲୁଛି ସବୁ କିଛି ଚାଲୁଛି। ଆମେ ଅହଙ୍କାର ରଖୁଛୁ କି ଆମେ ଚଳଉଛୁ। ତ ଇନ୍ଦ୍ରିୟ ଚାଲିଗଲା ପରେ ମଧ୍ୟ ପ୍ରାଣ ଅଛି ତ ପ୍ରାଣ ଚାଲୁଛି। କିନ୍ତୁ ଯେତେବେଳେ ପ୍ରାଣ ଚାଲି ଯାଉଛି ନା ସମସ୍ତେ ଇନ୍ଦ୍ରିୟ କହୁଛନ୍ତି ନାଇଁ ନାଇଁ ତମେ ଗଲେ ଆମେ ରହିବୁ କେମିତି। ତାମାନେ ପ୍ରାଣ ହିଁ ଆତ୍ମା ପ୍ରାଣମୟ କୋଶ। ଇଏ ଏତିକି ଯାଏ ଆମ ମାନେ କାଲି ଦେଖିଥିଲେ। କହୁଛନ୍ତି ନାଇଁ ନାଇଁ ଏବେ ପ୍ରାଣର ଯୋଉ ସୂକ୍ଷ୍ମ ସେ ହଉଛି ମନ। ପ୍ରାଣ ହଉଛି କ୍ରିୟାତ୍ମକ କିନ୍ତୁ ମନ ହଉଛି ଇଚ୍ଛାତ୍ମକ। ପ୍ରାଣ ଉପରେ ମନ ଅଛି ପ୍ରାଣ ଭିତରେ ମନ ଅଛି ପ୍ରାଣକୁ କଣ୍ଟ୍ରୋଲ କରୁଛି ମନ।
वायुः प्राणमयः पूर्णदेहे बलं यच्छन् अक्षाणां यः प्रवर्तकः। ये कौन स्वामी जी? अक्षय इंद्रियार प्रवर्तक होची ये मन, माने प्राण, प्राण रु फिर मन। पढ़ियो 67। मनवात्मेति मन्यन्त मन आत्मेति मन्यन्त उपासनपरा जनाः। उपासनपरा जनाः। प्राणस्य भोक्तृता स्पष्टा प्राणस्य भोक्तृता स्पष्टा भोक्तृत्वं मनसस्ततः। भोक्तृत्वं मनसस्ततः। कौचंदे मन आत्मा इति, किछि लोक मन आत्मा इति मन्यन्त, ସେମାନେ କଣ ମାନୁଛନ୍ତି? ମନ ହିଁ ଆତ୍ମା, ମନ ଆତ୍ମବାଦ। ଯାକୁ ବେଦାନ୍ତ ସାରରେ ମଧ୍ୟ, ସେ ତ ବେଦାନ୍ତ ସାରରେ ଗୋଟେ ଗୋଟେ ସବୁ ବୁଝଉଛନ୍ତି, ତ ବେଦାନ୍ତ ସାରରେ ମଧ୍ୟ ଏହା କହୁଛନ୍ତି। ଦେଖ, ମନକୁ ଯିଏ ଆତ୍ମା ମାନୁଛନ୍ତି ସେମାନଙ୍କର ଅ, ନିୟମ କଣ ନା, ଏମାନେ ମଧ୍ୟ ଅ, ଅପର ଚାର୍ବାକ ବୋଲି କହିଗଲେ। ଏମାନେ ମନକୁ ଯଦି ଆତ୍ମା ମାନିବ, ଏମାନେ ନାଁ ଦେଇଦେଲେ ବେଦାନ୍ତ ସାରରେ ସଦାନନ୍ଦ, ଏମାନେ ହଉଛନ୍ତି ଅନ୍ୟସ୍ତ ଚାର୍ବାକ। ଏମାନେ ଶ୍ରୁତିକୁ ଉଦାହରଣ ଦଉଛନ୍ତି ତୈତ୍ର ଉପନିଷଦର, କି ଦେଖ ଅନ୍ୟନ୍ତର ଆତ୍ମା ମନୋମୟ, ମାନେ ପ୍ରାଣରୁ ଅଲଗା सूक्ष्म जो मनोमय से होचे आत्मा। इत्यादि श्रुते है मनसि सुप्ते प्राणादेह अभावात अहम संकल्पवान अभी विकल्पवान इत्यम अनुभवाच्च मनो आत्मा इति वदति। कौचन्ति मनश्चेतनवान। केमती आपण बुझौଛନ୍ତି ना, मन प्राण रु मध्य अधिक सन्निहित, अन्य अपेक्षा मनुष्य मन सहित बहुत कनेक्शन रोचे। प्राण अपेक्षा सन्निहित, मनुष्य भावे विचार करे, प्राण नष्ट ହେଇଗଲା ପରେ ମନଟା ତାର ପାଖରେ ଥାଏ। ମନ ଯଦି ବିଗିଡ଼ି ଗଲା, ସଂକଟ ଆସିଗଲା। ତେଣୁ ମନ ହିଁ ସବୁ କିଛି, ଇଏ ଶାସ୍ତ୍ରରେ ମାନା ଯାଉଛି ବୋଧେ। मनश्चेतनवान, संकल्प विकल्प अनुभव କରାଯାଉଛି ମନ। ସୁଷୁପ୍ତିରେ ପ୍ରାଣ ଆଦି ଉତ୍କୃଷ୍ଟ କ୍ରିୟା ହଉନି, କିନ୍ତୁ ମନ ରହୁଛି ନା। ମନ ମୃତ ଭଳିଆ ରହିଯାଉଛି, କିନ୍ତୁ ସେ ରହୁଛି, ନଷ୍ଟ ହଉନି। ସଂକଳ୍ପ ବିକଳ୍ପ ମନ ଇଏ। ଆଚ୍ଛା, ମନ ଚଙ୍ଗା ତ କଠୌତି ମେ ଗଙ୍ଗା କୁହାଯାଇଛି। ଉପନିଷଦରେ ମଧ୍ୟ କୁହାଯାଇଛି ମନ ହିଁ ସବୁ କିଛି। ତେଣୁ ପ୍ରାଣର ଭୋକ୍ତା, ପ୍ରାଣ କେବେ ଭୋକ୍ତା ହୁଏନି। ପ୍ରାଣ ତ ଗୋଟେ ସିଷ୍ଟମେଟିକ ଏକ ଫିଜିଓଲୋଜିକାଲ ସିଷ୍ଟମ, ଭୋକ୍ତା ହୁଏନି, ମନ ହିଁ ଭୋକ୍ତା ହୁଏ। मन ही आत्मा, मन ही अविद्या एव, मन ही अविद्या, आउ ता छड़ा आउ किछि नाही। अच्छा, मन को आत्मा वाला से माने कहती एवं प्रमाण मध्य प्रदर्शन करछन। देखो उपनिषद रे, अमृत बिंदु उपनिषद रे लिखा जाइछि, मन एवं मनुष्याणाम कारणम बंध मोक्षयोः। 68 पढ़िया। मन एव मनुष्याणाम मन एव मनुष्याणां कारणम बंध मोक्षयोः।
कारणं बन्धमोक्षयोः। श्रुतो मनोमय कोशः श्रुतो मनोमयकोशः तेनात्मेतीरितं मनः। तेनात्मेतीरितं मनः। मनुष्याणां बन्धमोक्षयोः कारणं मन एव। मनुष्यर बंधन मोक्ष कारण मन। मन ही करता भोक्ता। मन नथियो तो किछि हेबनी। मनो अतिरिक्त अविद्या नास्ति। मन को छाड़ी की अविद्या और किछि नहीं। तस्य विनष्टे सकलम विनष्टम। मनर विनष्ट हो गला परे समस्त विनष्ट। तस्मिन् विजृंभिते सकलम विजृंभितम। मन उठिला पर सारा जगत उठुची। एणु एडिंगटन कहते वर्ल्ड इज नॉट थिंग्स, वर्ल्ड इज थॉट्स। ये जगतटा विषय नुह, ये जगतटा वस्तु नुह, ये जगतटा काल्पनिक, मन उपर निर्भर। एणु मन को ही आत्मा बोली माना जाउछि। औपनिषद रे मध्य आ वर्णन अछि। मन एव मनुष्याणां कारण बंध मोक्षयोः। बंधाय विषयासक्त। मन ही मनुष्यर बंधन एवं मोक्षर कारण। ताहले को मन को मन बंधन ना जो मन रे विषय अछि, आ को मन मुक्ति ना जो मन रे विषय नाही। अतैत्र रे भी कहा जाय साधनार स्तर रे कौन हो ता परटा पढ़ु ना सेटा अटकी जाउछन। ए तस्मात् एथिपाई ता पूर्वरु प्राण विषय, ता पूर्वरु मन, ता शरीर इंद्रिय आदि कहउछन। ए तस्मात् प्राणमयात् अन्यंतर आत्मा मनोमय। प्राणमय कोशरु भितरे मनमय कोश कह जाय छ नह। तो ये मनोमय कोश विषय रे वर्णन। मन कौन संकल्प विकल्पात्मक मन। मनुष्य संकल्प विकल्प द्वारा ही सब किछ होछि। तो जो मन अच्छी तापर बर्तमान कहते ना रे 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 टे ड्रामाटिक स्टाइल रे कहवा तो कह के गुरुजी मु उठिबी, मु मो विषय कहबी। तू किए कि ना मु होची विज्ञान आत्मवादी, विज्ञानवादी। मोर ना होची विज्ञानवादी। और मोर जो शब्दटी अच्छी बहुत फेमस शब्द, ये विज्ञान शब्द मॉडर्न आधुनिक लोक भी पसंद करते। हालांकि आम चारि भाई। अच्छा, मूल हूँ आम बौद्ध दर्शन रो। आम बौद्ध दर्शन रो आम आत्मा को कौन कौन मानुଛୁ। से भितर अन्य माने तो कहिबे तांको विषय रे। मु उठिची एणु मो विषय मु कहि दउची। केवल मोर भाई बसचंदे शून्यवादी बसची, योगा माने स्वातंत्रिक बसची, वैभाषिक बसची। वैभाषिक स्वातंत्रिक विषय बेसी किछि जानते नहीं लोक। शून्यवादी से तार कहब। मु वर्तमान कहूची मोर ना क्षणिक विज्ञानवादी। आ मो ना होचे योगाचार मध्य कह जाए बौद्ध धर्म रे। अच्छा तमें कौन कहवाई चाहो ना आज्ञा मनर स्वामी बुद्धि। मन हूँ भावनात्मक, बुद्धि हूँ निश्चयात्मक। मनर स्वामी बुद्धि, बुद्धि ही मूल। आ बुद्धि कर्ता भोक्ता। अच्छा, आमे माने कहूँ ये सब बुद्धि गोटे एमतिया क्षणिक विज्ञानवाद आम मान कह। कारण आम भावुच आत्मा जो बुद्धि स्तर अच्छी प्रत्येक क्षण रे से जन्म हो मरुचे। आम पाई दीटा एग्जांपल आम माने दौच। अच्छा, कौन कौन एग्जांपल दौच तुम्हें
ନା ଗୋଟେ ଯେତେବେଳେ ଦୀପ ଜଳୁଛି ପ୍ରତ୍ୟେକ କ୍ଷଣ ଉତ୍ପନ୍ନ ହଉଛି ନଷ୍ଟ ହଉଛି, ଆମେ ଜାଣିପାରୁନୁ, ଦେଖିପାରୁନୁ। ଆଉ ନଦୀର ଧାରା ବହୁଛି, ପ୍ରତ୍ୟେକ କ୍ଷଣ ଚାଲିଛି, ବହି ଚାଲିଛି। ଏ ଏ ଜଗତଟା ମଧ୍ୟ ସେମିତି, ଆନ୍ତରିକ ବାହ୍ୟ ଦିଟା ଯାକ କ୍ଷଣିକ। ଅନ୍ତରରେ ତ କ୍ଷଣିକ, ଆନ୍ତରିକ ଜଗତ କ୍ଷଣିକ, ବୁଦ୍ଧି ବାହ୍ୟ ମଧ୍ୟ କ୍ଷଣିକ, ଉଭୟ କ୍ଷଣିକ ବାଦାତ୍ମିକା। ଏଇ ଅନ୍ୟାନ୍ୟ ବାଲା ଯୋଉ ଅଛନ୍ତି ସ୍ୱତାନ୍ତ୍ରିକ ବୈଭାଷିକ, ସେମାନେ ବି କିଏ ବାହ୍ୟ ମାନୁଛି, କିଏ ଅନ୍ତର ମାନୁଛି। ଶୂନ୍ୟବାଦ ତ କହୁଛନ୍ତି ନାଇଁ, ଏସବୁ ବକବାସ ବନ୍ଦ କର, ଶୂନ୍ୟ କିଛି ନାହିଁ। ଆକୁ ଆଜ୍ଞା ଆମମାନଙ୍କୁ ଆଲୟ ବିଜ୍ଞାନ କୁହାଯାଏ। ଆଲୟ ମାନେ ସବୁବେଳେ ଲୟ ହେଇଯାଉଛି, ପ୍ରତ୍ୟେକ କ୍ଷଣ ଲୟ ହେଉଛି, ସେଥିପାଇଁ ଆଲୟ ବିଜ୍ଞାନ କୁହନ୍ତି। ଏଣୁ ଆତ୍ମା ହିଁ ମନର ଏକ ଖଣ୍ଡନ ଆମେ କରୁଛୁ। ମନର ମୂଳ ହେଉଛି ବିଜ୍ଞାନ, ମନ କାର୍ଯ୍ୟ, ବିଜ୍ଞାନ ହେଉଛି କାରଣ। कार्य कारण दृष्टि देखिବାକୁ ଗଲେ तो बुद्धि आत्मा विज्ञान। अच्छा पढ़ो ना, यस 69। विज्ञानमात्मेति परः विज्ञानमात्मेति परः आहु क्षणिकवादिनः आहुः क्षणिकबादिनः यतो विज्ञानमूलत्वम् यतो विज्ञानमूलत्वम् मनसो गम्यते स्फुटम्। मनसो गम्यते स्फुटम्। କୁହ ତମେ କଣ କହିବା ପାଇଁ ଚାହୁଁଛ? ନା ମୁଁ ଏହା କହିବା ପାଇଁ ଚାହୁଁଛୁ, ପରେ, ପରେ ମାନେ ଅନ୍ୟମାନେ। ଇଏ ତ ବିଦ୍ୟାରଣ୍ୟ ସ୍ୱାମୀଜୀ ଲେଖୁଛନ୍ତି ନା, ସିଏ ଯେତେବେଳେ ନିଜ ପାଇଁ କହିବ ମୁଁ ଡ୍ରାମାଟିକ ଷ୍ଟାଇଲରେ କହେ, କିନ୍ତୁ ଅନ୍ୟକୁ କହୁଛନ୍ତି ଅନ୍ୟ କ୍ଷଣିକବାଦିନଃ ବିଜ୍ଞାନମ ଆତ୍ମା ଇତି ଆହୁ। ବିଜ୍ଞାନ ହିଁ ଆତ୍ମା। ବିଜ୍ଞାନ ମାନେ ଏଠି ବୁଦ୍ଧି, ବିଜ୍ଞାନ ମାନେ ସାଇନ୍ସ ନୁହଁ। ଆମେ ବିଜ୍ଞାନକୁ ସାଇନ୍ସ ବ୍ୟବହାର କରୁଛୁ ନା, ସିଏ ନୁହଁ। ଏଠି ବିଜ୍ଞାନ ଆତ୍ମ ବୁଦ୍ଧି, ବିଜ୍ଞାନମୟ କୋଶ, ବୁଦ୍ଧି ପ୍ଲସ୍ ଜ୍ଞାନେନ୍ଦ୍ରିୟ। ତ କିଛି ଲୋକ ବୁଦ୍ଧି ହିଁ ଆତ୍ମା ମାନୁଛନ୍ତି, ବୁଦ୍ଧି ହିଁ କର୍ତ୍ତା ଭୋକ୍ତା, ଏମାନଙ୍କୁ କ୍ଷଣିକ ବିଜ୍ଞାନବାଦୀ କହନ୍ତି। କାରଣ ମନସଃ ବିଜ୍ଞାନ ମୂଳତମ ସ୍ଫୁଟମ ଗମ୍ୟତେ। ମନର ମୂଳ ହଉଛି ବିଜ୍ଞାନ, ଏଇଟା ସ୍ପଷ୍ଟ ବର୍ଣ୍ଣନା ଅଛି। ଏବଂ ଏ ଯୋଉ ବିଜ୍ଞାନବାଦୀ ବିଷୟରେ ଆମର ବେଦାନ୍ତ ସାରରେ କଣ କହୁଛନ୍ତି ଦେଖ। ଶ୍ଲୋକ ମାନେ ତୈତ୍ର ଉପନିଷଦରେ ବି ଅଛି, ଅନ୍ୟନ୍ତର ଆତ୍ମା ବିଜ୍ଞାନମୟ, ଇଏ ମନରୁ ମଧ୍ୟ ସୂକ୍ଷ୍ମ ବିଜ୍ଞାନମୟ। ହଁ, ତ ବୁଦ୍ଧିକୁ ହିଁ ଆତ୍ମ ମାନୁଛନ୍ତି। ବୁଦ୍ଧି ବର୍ଣ୍ଣନା ଅଛି, ବୁଦ୍ଧିସ୍ତୁ ମା ଗମୟ, ସତ୍ୟର ପୁଷ୍ଟି ହୁଏ। ଗୋଟେ ନାଟକ ଅଛି ମୁଦ୍ରା ରାକ୍ଷସ। ମୁଦ୍ରା ରାକ୍ଷସ, ରାକ୍ଷସ ଯୋଉ ମନ୍ତ୍ରୀ ଥିଲେ ନା ଚାଣକ୍ୟଙ୍କ ସମୟରେ, ସେ ଲେଖିଛନ୍ତି, କହୁଛନ୍ତି ବୁଦ୍ଧିର ଆକାଂକ୍ଷାରେ ହିଁ ଏସବୁ କିଛି ହଉଛି। ବୁଦ୍ଧିର୍ୟସ୍ୟ ବଲମ୍ ତସ୍ୟ। ପ୍ରସିଦ୍ଧ ବାଣୀ ବି ଅଛି, ଯାହାର ବୁଦ୍ଧି ତାର ହିଁ ବଲ। ପେନ୍ ଇଜ ମାଇଟ୍, ପେନ୍ ଇଜ ରାଇଟ୍। ଯାହାର ପେନ୍ ଅଛି, ପେନ୍ ମାନେ ବୁଦ୍ଧି, ତାର ଏକ୍ସପ୍ରେସନ ରାଇଟ୍ ଡାଉନ୍। ଯାହାର ବୁଦ୍ଧି ଯେତିକି, ବଳ ମଧ୍ୟ ସେତିକି।
ତେଣୁ ଏହାର ବୁଦ୍ଧିର ମହତ୍ଵକୁ ପ୍ରକଟ ହଉଛି। ବୁଦ୍ଧିକୁ ଏମାନେ ଆତ୍ମା ମାନୁଛନ୍ତି, ବୌଦ୍ଧ ସମ୍ମତ ଯୁକ୍ତି। ଆଚ୍ଛା, କର୍ତ୍ତା ହେଲେ ଯାଇକିରି କରଣ ହବ ନା, ତ ମନ ହଉଛି କରଣ और ବୁଦ୍ଧି ହଉଛି କର୍ତ୍ତା। ଆଚ୍ଛା, କର୍ତ୍ତାର ଅନୁପସ୍ଥିତିରେ କରଣ କିଛି ହବନି। ଏକ୍ସାମ୍ପଲ ଦଉଛନ୍ତି, ବଢେଇ କାର୍ପେଣ୍ଟର ନଥିବ ବା ଚୁପଚାପ ବସିଥିବ, ତ ତାର ବଢେଇର ଯୋଉ କୁଠାର, ତାର ଯୋଉ ଶ୍ରେଣୀ, ଇନଷ୍ଟ୍ରୁମେଣ୍ଟ କିଛି କାମ ଦବନି। ଏଣୁ ମନୁଷ୍ୟ ଭିତରେ ମଧ୍ୟ ସେ ଯୋଉ ବୁଦ୍ଧି ଅଛି ତାର ଅଛି। ବର୍ତ୍ତମାନ ଯେମିତି ମୁଁ ଆପଣଙ୍କୁ କିଛି କହୁଛି, ମୋ ପାଖରେ ଯଦି ବୁଦ୍ଧି ନଥିବ ମୁଁ କିଛି କହିପାରିବି ନାହିଁ, ଏକ୍ସପ୍ରେସନ ହେଇପାରିବନି। ଯାହାର ଯେତିକି ବୁଦ୍ଧି ଥିବ ନା, ସେ ସେତେ ଜ୍ଞାନୀ ହଉଛି। ବୁଦ୍ଧି ଅନୁସାରେ ଶରୀର ମିଳୁଛି, ପୂର୍ବଜନ୍ମର ବୁଦ୍ଧି, ବୁଦ୍ଧି ଅନୁସାରିଣୀ କର୍ମ, କର୍ମ ଅନୁସାରିଣୀ ବୁଦ୍ଧି। ଏ ମନୁଷ୍ୟର ଯୋଉ ହାତ ଗୋଡ଼ ଏସବୁ ହଉଛି କର୍ମ, ତା ପାଇଁ କ୍ରିୟାତ୍ମକ ହଉ, ଜ୍ଞାନାତ୍ମକ ଇନ୍ଦ୍ରିୟ ହଉ, ମନ ହଉ, ଏସବୁ କରଣ। କିନ୍ତୁ କର୍ତ୍ତା ହଉଛି ବୁଦ୍ଧି, ଭୋକ୍ତା ହଉଛି ବୁଦ୍ଧି। ବୁଦ୍ଧିର ହିଁ ଧର୍ମକୁ ଅନୁଭବ ମନୁଷ୍ୟ କରୁଛି, କର୍ତ୍ତୃତ୍ୱ ଭୋକ୍ତୃତ୍ୱ ଆଦି। ଏବଂ ସେ କହୁଛି ଅହଂ କର୍ତ୍ତା ଅହଂ ଭୋକ୍ତା, ବୁଦ୍ଧି ସହିତ କନେକ୍ସନ କରିକି। ଏତିକି ସେ କହିଲେ। ଏଣୁ ଆତ୍ମାର ଯୋଉ କର୍ତ୍ତୃତ୍ୱ ଭୋକ୍ତୃତ୍ୱ ଆଦି ବୁଦ୍ଧିର ଧର୍ମ ଅନୁସାରେ ହୁଏ। ତ ଆଉ ଜଣେ ବସିଥିବ, ସିଏ ବର୍ତ୍ତମାନ ଉଠିବ ଏବଂ କହିବ। ଆଚ୍ଛା, ତା ପୂର୍ବରୁ ସିଏ ଆଉ ଟିକେ ତର୍କ ଦଉଛନ୍ତି, ଟିକେ ବିଚାର ବି କରୁଛନ୍ତି। ଆଚ୍ଛା, କଣ ବିଚାର କରୁଛନ୍ତି ନା, 670 ଶ୍ଲୋକ ଦେଖିବା। ଅହଂ ବୃତ୍ତିରିଦଂ ବୃତ୍ତିଃ अहं वृत्तिरिदं वृत्तिः इत्यन्तःकरणं द्विधा इत्यन्तःकरणं द्विधा विज्ञानं स्यादहं वृत्तिः विज्ञानं स्यादहं वृत्तिः इदं वृत्तिर्मनो भवेत्। इदं वृत्तिर्मनो भवेत्। ड्रामाटिक गुरु बसଛନ୍ତି, ଗୁରୁ ହଉଛି ବେଦାନ୍ତୀ ବାଲା ସିଦ୍ଧାନ୍ତ। ଏମାନେ ସବୁ କ୍ଲାସରେ ବସିଛନ୍ତି, ଗୋଟେ ଗୋଟେ ଉଠିକି କହୁଛନ୍ତି। ପ୍ରଥମେ କିଏ ଉଠିଥିଲା? ପୁତ୍ରାତ୍ମବାଦ। କଣରେ ତୁ କିଏ? ନା ମୁଁ ଏୟା। ପୁତ୍ର ଖୁସି ମୁଁ ଖୁସି, ପୁତ୍ର ନଷ୍ଟ ମୁଁ ନଷ୍ଟ, ମୁଁ ଭୋକ ରହିକି ମଧ୍ୟ ଭୋକିଲା ପୁତ୍ରକୁ କରୁଛି, ଇଏ ସବୁ ପୁତ୍ର ଆତ୍ମବାଦ। ଏମାନେ ଦେଖନ୍ତୁ, ପୁତ୍ରକୁ ଭଲ ପାଇବା, ପୁତ୍ରକୁ ସେବା କରିବା, ପୁତ୍ର ପୁତ୍ରୀ, ବାପା ମା ସବୁ ବଢିଆ, କିନ୍ତୁ କେହି କାହାକୁ ରଖି ନାହାନ୍ତି ଏ ସଂସାରରେ, ପଳେଇ ଯିବେ। ତା ପଛରେ ଯଦି ଆପଣ ପଳଉଛନ୍ତି, ମରିଯାଉଛନ୍ତି, ପ୍ରଥମ ଗୋଟେ ଦି ଦିନ କାନ୍ଦିବେ, ତାପରେ ଆଉ ଥରେ ବଞ୍ଚୁଛନ୍ତି। ସଂସାରରେ ସେୟା ହିଁ ହଉଛି ନା। ତାମାନେ ଠିକ ଅଛି, କିନ୍ତୁ ଇଏ ମରିଗଲା ପରେ ନାଇଁ ମୁଁ ବି ମରିବି, पुत्रे नष्टः अहम नष्टः, बस यह ही पुत्रात्मवाद। सेकंड तो किए ना देहात्मवाद, फिर आउ गोटे किए ना मो इंद्रियात्मवाद, फिर प्राणात्मवाद, फिर मनात्मवाद, एवं बुद्धि आत्मवाद। से तार कहला कि देखंत आज्ञा, बुद्धि होची कारण, बुद्धि होची कर्ता भोक्ता, मन होची कार्य, एणु बुद्धि आत्मा। ठीक अच्छे, बुझीपारू मु बुझेदेली। हाँ, तो बसे नहीं, आउ गोटे श्लोक मोर कहवाक अच्छे। अच्छा, कौन कहवाक अच्छे ना, देखो आपण सिद्धांति लोक, आपण भी बुझीपारे, आपण भाषा ही बुझाऊँ।
ବିଜ୍ଞାନବାଦୀ କହୁଛି, ସେ ବସୁନି, ଠିଆ ହେଇକି କହୁଛି। କହୁଛି ଦେଖନ୍ତୁ ବୃତ୍ତି ଦି ପ୍ରକାର, ଅହମ୍ ବୃତ୍ତି ଏବଂ ଇଦମ୍ ବୃତ୍ତି। ଆଚ୍ଛା, ଅହମ୍ ବୃତ୍ତି ଆଧାରରେ ଇଦମ୍ ବୃତ୍ତି, ଠିକ। ये जो अहम वृत्ति ना सी हूँ बुद्धि, और जो इदम वृत्ति सी हूँ मन। तमें एमती कहवाई चाहूच ना? हाँ, देखुना 70 नंबर श्लोक रे, अहम वृत्ति ही इदम वृत्ति इति अंतःकरणम दिधा। अंतःकरण दी प्रकार वृत्ति, एमती अंतःकरण चारि, मन बुद्धि चित्त अहंकार, सेटा स्ट्रक्चर दृष्टि, एटा फंक्शन दृष्टि। ओ सी कौन ना, अंतःकरण स्ट्रक्चर दृष्टि भावनात्मक अंतःकरण वृत्ति मन, विचारात्मक अंतःकरण वृत्ति बुद्धि, अहंकारात्मक अंतःकरण वृत्ति अहंकार, स्मरणात्मक अंतःकरण वृत्ति चेतन। ये स्ट्रक्चरल स्ट्रक्चर जो फंक्शन करने दीटा अंतःकरण को दीटा वृत्ति कहगला। गोटे हूँ इदम और गोटे हूँ अहम। अहम हूँ सेंटर कर्ता, इदम हूँ कर्ण। तो ये जो इदम हूँ यहाँ ही मन, और जो अहम हूँ यहाँ ही बुद्धि। उपदेश सार मत एक्जाक्ट एमती ही कहते, जिते कर्मयोग भक्ति योग अष्टांग योग ज्ञान योग कथा आसुँच से कहते देख वृत्तयस्त्वहं वृत्तिमाश्रिता, अर्थात जो मनटा हूँ वृत्तिर प्रवाह, ये जो मन रे जो इदम वृत्ति होची, ये इदम वृत्ति अहम वृत्ति ऊपर निर्भर। वृत्तिम आश्रिता अहम वृत्तिम आश्रिता, अहम वृत्ति रे इदम वृत्ति आश्रिता, और अहम वृत्ति गोटी, इदम वृत्ति अनेक हम। ठिया कि जो विज्ञानवाद लॉजिक दौरान कि देखुना अहम वृत्ति गोटी मु, किंतु मो आश्रय रे इदम वृत्ति अनेक। से उपदेश सारे रमण महर्षि कहते देयर फोर वृत्ति ही मन, एवं ये मन ही अहम। अहम वृत्ति को ही मन कह देखते विचार रे, कारण से अहम वृत्ति इदम अहम वृत्ति विज्ञान वृत्ति मध्य दृश्य। ये दिजन जाक गोटे वृत्ति, ये भी वृत्ति अंतःकरण। ये आर मूल हूँ चेतन, ये बुझापी कि ये तो विज्ञानवादी सी निजे तर्क दौर ना। एटा को केवल आमर जी उपदेश सार दरकार थिला, अहम वृत्ति इदम वृत्तिर आश्रय, अहम वृत्ति गोटे इदम वृत्ति अनेक। विषयाकार वृत्ति हूँ आश्रय वृत्ति, आश्रित वृत्ति, एवं अहंकार वृत्ति हूँ आश्रय वृत्ति। चित्त नदी उभयता वाहिनी भोगाय उपवर्गाय च। ये जो चित्त नदी, ये इदम वृत्ति बस बही चली, शुभाशुभाभ्याम मार्गाभ्यम बहंती वासना सरित। तो विज्ञानम सात अहम वृत्ति और इदम वृत्ति मन भवे। करेक्ट, बस मोर एति कहर अच्छे। ओके, बढ़िया कहलु। एणु आउरी बसे ताले ना 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 आउ टे कह समय अच्छी मो पाखे। ओ मु आउरी किछ कहक अच्छे। आ गुरुजी विज्ञानवाद भितर टिके सिद्धांत को माने मते रिक्वेस्ट कला, गुरुजी आउरी मो भाई माने अच्छे, एणु क्लास आज आपण बंद करतु। आपण प्रथम लिखिते प्रिंटिंग रे बंद करने काली भी नियंतु।
20 ତାରିଖରେ ବି ନିଅନ୍ତୁ। ତାପରେ ଆପଣ ଭୁବନେଶ୍ୱର ଯିବେ, ବନ୍ଦ କରିବେ। ନେକ୍ସଟ ଆପଣ କେବେ କ୍ଲାସ୍ ନେବେ ଆପଣ ଡିକ୍ଲେୟାର କରିଦେବେ ଆମମାନେ ରାଜି, କିନ୍ତୁ କାଲି ମଧ୍ୟ କ୍ଲାସ୍ ହବ। ଟାଇମ୍ ସେମ୍ 6:45ରୁ 7:45। ତ ମୁଁ ପଚାରିଲି କାହିଁ ଏତେ ଇଣ୍ଟରେଷ୍ଟ ନେଉଛୁ, ନା କାହିଁକି ମୋ ଭାଇ ଅଛି ନା, ଶୂନ୍ୟବାଦୀ ସେ ଆସିବ। ଯଦି ଆଜି ଆପଣ ବନ୍ଦ କରିଦେଲେ ଶୂନ୍ୟବାଦୀ ଆସିପାରିବନି, ଫିର୍ ଯାଇକି ନେକ୍ସଟ ଇୟର। ତ ନେକ୍ସଟ ଇୟର ଆପଣ କେବେ ନେବେ କ୍ଲାସ୍ ଟିକେ କହୁନାହାନ୍ତି ଡିକ୍ଲେୟାର। ନା 7 ତାରିଖରେ ନେବା, ଜାନୁଆରୀ 7। ଦେଖିଲେ ଜାନୁଆରୀ 7 ପର୍ଯ୍ୟନ୍ତ ଏତେ ଅପେକ୍ଷା କରିବାଟା ଡିଫିକଲ୍ଟ ନା। ମିନିମମ୍ 11 + 7 18 ଦିନ ହେଇଯିବ। ତେଣୁ ମୋ ଭାଇ ଆସିବ, ସିଏ ବି କାଲି ଟିକେ ତର୍କ ଦେବ। ସମ୍ଭବତଃ ଆଜି ମଧ୍ୟ ଦେଇପାରେ ଆପଣ ଯଦି ସମୟ ଦେବେ। ସିଦ୍ଧାନ୍ତୀ ଗୁରୁ କହିବାରେ ତୁ ଛାଡ଼ିଲେ ସିନା ସିଏ ଆସିବ, ତୁ ତ ଛାଡ଼ୁନୁ। କ'ଣ କରିବି ଆଜ୍ଞା, ସବୁକିଛି ତ ବିଜ୍ଞାନ। ଆଉ ମୁଁ ଯଦି ଆପଣଙ୍କର ବିବେକ ଚୂଡ଼ାମଣି, ସଦାଚାର ଆଉ ଅନ୍ୟାନ୍ୟ ଗ୍ରନ୍ଥକୁ ନେଇବି ତ ମୋର ତ ଉପସ୍ଥାପନା ବହୁତ ଲମ୍ବିଯିବ। ମୁଁ ଡରରେ କିଛି କହୁନି, କାରଣ ବିଜ୍ଞାନବାଦ ହିଁ ବୁଦ୍ଧି ହିଁ କର୍ତ୍ତା ଭୋକ୍ତା। ଏ ବିଜ୍ଞାନବାଦକୁ ହିଁ ମତେ ହିଁ ଜୀବାତ୍ମା କୁହାଯାଏ। ଏ ବିବେକ ଚୂଡ଼ାମଣିରେ ଶଙ୍କରାଚାର୍ଯ୍ୟ ଆପଣଙ୍କର ଯିଏ ମୂଳ ଗୁରୁ ଶଙ୍କରାଚାର୍ଯ୍ୟ ପର୍ଯ୍ୟନ୍ତମ, ସିଏ ନିଜେ ହିଁ ବିବେକ ଚୂଡ଼ାମଣି ରଖିଛନ୍ତି ବିଜ୍ଞାନମୟ ଜୀବ। ତେଣୁ ମୁଁ ହିଁ ସବୁ, ସେ ତର୍କ ଦେଲେ ତ ଆହୁରି ମୋର ସମୟ ଚାଲିଯିବ। କିନ୍ତୁ ଏତିକି ମୁଁ ବର୍ତ୍ତମାନ ଦଉଛି, ମୁଁ ଆଉ ଗୋଟେ ତର୍କ ଦେଇକି ଯିବି, ବନ୍ଦ କରିବି। ଆଚ୍ଛା ନ ହଉ, 71 ଶ୍ଲୋକରେ ମୋର ଗୋଟେ ତର୍କ ଅଛି, ତାପରେ ଯାଇକି ମୁଁ ଯିବି। ଗୁରୁଜୀ କହିଲେ ହଉ ତୋର ଯାହା କହିବାକୁ ଅଛି ବକ୍, ବକ୍ ବକ୍ କର ଯାହା କିଛି। ବର୍ତ୍ତମାନ 71ରେ ବିଜ୍ଞାନମୟ କିଛି କହୁଛି। ଅହଂ ପ୍ରତ୍ୟୟ ବୀଜତ୍ୱମ୍ अहं प्रत्ययबीजत्वम् ଇଦଂ ବୃත්තೇರಿತಿ ସ୍ଫୁଟಂ इदं वृत्तेरिति स्फुटम् अविदित्वा समात्मानं अविदित्वा स्वमात्मानं बाह्यं वेत्ति न तु क्वचित्। बाह्यं वेत्ति न तु क्वचित्। ମୋ ପାଖରେ ବର୍ତ୍ତମାନ ଦିଟା ତର୍କ ଅଛି, ବିଜ୍ଞାନବାଦ କହୁଛି। ଆଚ୍ଛା, କାରଣ ଯୋଉ ବିଜ୍ଞାନବାଦ ନା ବୁଦ୍ଧି ବାଲା ହିଁ ତର୍କ କରନ୍ତି, ସେଥିପାଇଁ ନ୍ୟାୟ ଶାସ୍ତ୍ର, ସାଂଖ୍ୟ ଦର୍ଶନ ଏବଂ ଆମକୁ ଭଲ ଲାଗେ। ବୈଶେଷିକ ନ୍ୟାୟ କ'ଣ ବିଚାର କରନ୍ତି ବୁଦ୍ଧି, ସେମାନେ ଆତ୍ମାକୁ ଅଣୁ ପରମାଣୁ ଅଲଗା ଅଲଗା ମାନନ୍ତି, ଅଲଗା କଥା। କିନ୍ତୁ ବୁଦ୍ଧିକୁ ବିନା ବୁଦ୍ଧିରେ ବିଚାରରେ ହେଇପାରିବନି। ଅବିଚାର କୃତ ବନ୍ଧ, ବେଦାନ୍ତ ଆପଣମାନେ ବି ମାନୁଛନ୍ତି। ଆପଣମାନେ କ'ଣ କରୁଛନ୍ତି ବେଦାନ୍ତୀ ବାଲା, ଆମେ ଯୋଉ ବୁଦ୍ଧିକୁ ଆତ୍ମା କହୁଛେ, ଆପଣ ବୁଦ୍ଧିକୁ କରଣ କରିଦଉଛନ୍ତି, ଇନଷ୍ଟ୍ରୁମେଣ୍ଟ କରିଦଉଛନ୍ତି, ସେଇ ବୁଦ୍ଧି ଦ୍ୱାରା ସବୁ କିଛି କରୁଛନ୍ତି। ଆପଣ ଖାଇବା ପିଇବା ସବୁ ଖାଉଛନ୍ତି, ଖାଦ୍ୟକୁ କହୁଛନ୍ତି ଦେଖ କଣ୍ଟ୍ରୋଲ କର, ଖାଦ୍ୟର ଫେର ଆପଣ ଡିମେରିଟ୍ସ ମେରିଟ୍ସ କରୁଛନ୍ତି। ସବୁକିଛି ତ ବୁଦ୍ଧି ହଉଛି, ଯିଏ ବିଚାର କରିପାରିବ ସେ ହିଁ ଜ୍ଞାନୀ ହବ। ଭଗବାନ ବୁଦ୍ଧ ଦେବନେ ବି ଏକ ଅବିଚାର ମାନେ ସମ୍ୟକ ବିଚାର କହିଛନ୍ତି। ଆପଣଙ୍କର ଗୁରୁଦେବ ସ୍ୱାମୀ ଚିନ୍ମୟାନନ୍ଦଜୀ ବି ଏହା କହିଛନ୍ତି। ତ ମୁଁ ଟିକେ ହସିଲି, ବୋଲେ ବିଜ୍ଞାନବାଦ କହିଲା କ'ଣ କହିଛନ୍ତି ଗୁରୁଦେବ, ନା ଗୁରୁଦେବ କହିଛନ୍ତି କ'ଣ କହିଛନ୍ତି ନା ରାଇଟ୍ ଥିଙ୍କିଂ। ତା ପୂର୍ବରୁ କହିଛନ୍ତି କ'ଣ, ନୋ ଥିଙ୍କିଂ ଇଜ ଡେଞ୍ଜରସ୍, ଲେସ୍ ଥିଙ୍କିଂ ଅଲସୋ ସେମ୍ ଡେଞ୍ଜରସ୍, wrong thinking is the most dangerous. If you don't think, if you less think, if you wrong think, you are in the realm of dangerous only. Then you should get out of these three things, three thinking: no thinking, less thinking, and wrong thinking. Then what can I do? Now you have to think properly. What is that? Right thinking. Right thinking ଗୋଟେ ବହି ବି ଅଛି ମିଶନର, appropriate thinking। ଦେଖ ତ ମୋର ହିଁ ପ୍ରଶଂସା ହେଲା କି ନାହିଁ। ଆଚ୍ଛା, ତୁ କ'ଣ କ'ଣ କହୁଥିଲୁ 71ରେ କହ, ସମୟ ଚାଲି ଯାଉଛି। ନା ଅହଂ ବୃତ୍ତି
ଇଦମ୍ ବୃତ୍ତିର କାରଣ ସେତେବେଳେ ତ କହିଥିଲୁ, ସେତେବେଳେ ମୁଁ କାରଣ କୋଉଠି କହିଥିଲି କି? ସେତେବେଳେ ମୁଁ ଅହମ୍ ବୃତ୍ତି ଇଦମ୍ ବୃତ୍ତି ଏହା କହିଥିଲି। ଅହମ୍ ବୃତ୍ତି ଆଶ୍ରୟ, ଆଶ୍ରିତ ହଉଛି ଇଦମ୍ ବୃତ୍ତି। ଅହମ୍ ବୃତ୍ତି ଏକ, ଇଦମ୍ ବୃତ୍ତି ଅନେକ। ଅହମ୍ ବୃତ୍ତି ସୂକ୍ଷ୍ମ, ଇଦମ୍ ବୃତ୍ତି ସ୍ଥୂଳ। ठीक। फिर अहम वृत्ति द्रष्टा, इदम वृत्ति दृश्य। ओ तो बर्तमान तो नुआ नुआ जिन कहलु आपण कहवाई मौका देने, मु भी छाड़ुनी, टाइम अच्छी मोर मत कहली। अच्छा बर्तमान कौन कौच ना, अहम वृत्ति कारण इदम वृत्ति कार्य। ताकू मु कहली अहम वृत्ति अहम प्रत्यय बीज। बर्तमान तो प्रत्यय शब्द यूज कल ना। हाँ गुरुदेव आप तो जानते मैंने अन्य ऑडियंस मान कहूँ प्रत्यय माने वृत्ति, जो प्रत्यय व्यवहार करा वृत्ति। ओके, तो अहम वृत्ति बीज तम इदम वृत्ते है, इदम वृत्तिर बीज। ओके। अच्छा मनुष्य मध्य व्यवहार रे बिना जानिक किसी अनुभव कर परियो कि? बाह्य वस्तु रो अनुभव बुद्धि द्वारा ही हम। पंचदशी रे चतुर्थ अध्याय रे जीव सृष्टि ईश्वर सृष्टि अच्छी। से बड़ा सुंदर तर्क दौरान ईश्वर सृष्टि को कई हेले जानीपर जे पर्यंत से जीव सृष्टि हेनी। माने ईश्वर सृष्टि शुड बी कलर्ड बाय जीव सृष्टि, देन ओनली वी कैन अंडरस्टैंड दी ईश्वर सृष्टि। एटा गोटे सुंदर पत्थरटी अच्छी। अच्छा, उत्तर काशी रे गंगा नदी कूल मुझे आस क्लियर। ये तैयारी किए कर ईश्वर, किंतु येटा पत्थर ये ईश्वर सृष्टि मु जानिबी जेबे मो मन भितर वृत्ति होके आसीबो। अर्थात ईश्वर सृष्टि कलर हब जीव सृष्टि रे मो बुद्धि द्वारा सील लागिवो। जेमती इमिग्रेशन हुए नहीं, आजकल तो सिस्टम अब आम विएतनाम जाइथिलो, स्क्रीनिंग कोठी गोटे ठप्पा मारुचंदी आ कोठी स्क्रीनिंग कर दउछन, स्कैनिंग आ कोठी कोठी सील अछि तंगर मार दउछन जस्ट सो दैट डेट जना पड़ जो ए डेट रे बाहर को जाइथिला, ए डेट रे आसला से स्कैनिंग रे भी आस जाउछ। पुराना काल चाणक्य सीरियल देखते हुए नालंदा तक्षशिला मगध एम जो आसते से थीब गोटे पचारे कौटू आस चाणक्य कहे ना मु एठर पाठ पढ़ापी जाइए, मु बर्तमान आस कौन कर ना मु पढ़ेबी। अच्छा तुम ना चाणक्य, ओहो देन थप्पा मार दौन जाऊन। सेमिति ईश्वर सृष्टि जेतले बुद्धि ठप्पा मारिबो तेबे जाइकी ही आमे जानी पारिबा। एवं ईश्वर सृष्टि को ईश्वर सृष्टि रूपरे तेबे जानिबा जेतले बुद्धि ग्रहण करियो। तमाने ईश्वर सृष्टि जीव सृष्टि रे परिणत हो। ताको बड़ा सुंदर कहते स्त्री होचे ईश्वर सृष्टि। है और जो आम संपर्क रखुचु से जीव सृष्टि हो जाउछ। भाउज मौसी आदि दिन ये तो मोर माँ तो जीव सृष्टि। तो स्त्री गोटे ईश्वर सृष्टि से माँ हेबे कि भाउज हेबे का पत्नी, ये जीव सृष्टि। तो बुद्धि उपर ही सब कुछ। अविदित्वा स्वम आत्मान बाह्यम व्यक्ति न तो क्वचित। बिना बुद्धि रे कहीं भी मनुष्य बाह्य बुद्धि जानी पारिबो नाही। अच्छा
ଏମିତି କଥା ନା। ହଁ। ଏଣୁ ତୁ ବର୍ତ୍ତମାନ କଣ ତୋର ସରିଲା କି ନାଇଁ? ନା ଆଜ୍ଞା ସରିନି। ଅହମ୍ ବୃତ୍ତି ହିଁ ସବୁ କିଛି। ଆଚ୍ଛା ଆଉ କଣ? ଆଉ ଏଇ ଯୋଉ ଅହମ୍ ବୃତ୍ତି ନା, ପ୍ରତ୍ୟେକ ଆମର ବିଜ୍ଞାନବାଦର ଗୋଟେ ଲକ୍ଷଣ, ଆମମାନଙ୍କର ଗୋଟେ କ୍ୟାରେକ୍ଟରିଷ୍ଟିକ ଫିଚର ଅଛି। କଣ? ଆମମାନଙ୍କୁ କ୍ଷଣିକ ବିଜ୍ଞାନବାଦ କାହିଁ କୁହାଗଲା? ଆମେମାନେ ଅହମ୍ ବୃତ୍ତିକୁ, ବିଜ୍ଞାନକୁ, ବୁଦ୍ଧିକୁ ପ୍ରତ୍ୟେକ କ୍ଷଣରେ ଜନ୍ମ ହଉଛି, ମରଣ ହଉଛି। ଆମ ପାଇଁ ସ୍ପେଶିଆଲି ଦିଟା ଏକ୍ଜାମ୍ପଲ ଆମେମାନେ ନଉ। ଗୋଟେ ହଉଛି ଦୀପ ଜଳୁଥିବ, ପ୍ରତ୍ୟେକ କ୍ଷଣରେ ଲୌ ଯୋଉ ଅଛି, ତାର ଯୋଉ ଶିଖା ଅଛି, ସେ ମରୁଛି ବଞ୍ଚୁଛି, ମରୁଛି ବଞ୍ଚୁଛି, ନୂଆ ପୁରୁଣା ମରିଯାଉଛି, ନୂଆ ହଉଛି। ନଦୀର ଧାରା, ପାଣି ବହୁଛି ଆଉଥରେ ଆସୁଛି, ବହୁଛି ଆସୁଛି, ଆମେମାନେ ସେୟା ମାନୁଛୁ। ଏବଂ ଏଇ ସ୍ୱୟଂବୋଧ ହିଁ ସ୍ୱୟଂ ପ୍ରକାଶ। କାରଣ ଏଇଟା ହେଉଛି ଆମର ନିୟମ, ଆମେ ତାକୁ ମାନୁଛୁ। ଆଚ୍ଛା, କେମିତି? ନା ଆପଣ ଦେଖୁନାହାନ୍ତି? କଣ କହ? ନା, ଗୋଟେ କ୍ଷଣରେ ପଥର ବୁଦ୍ଧି ଆସିଲା, ସାଙ୍ଗେ ସାଙ୍ଗେ ଘଡ଼ି ବୃତ୍ତି ଆସିଗଲା, ପଥର ବୃତ୍ତି ହଟିଗଲା, ଘଡ଼ି ବୃତ୍ତି ଆସିଗଲା। କାରଣ ବୁଦ୍ଧି ଅନୁସାରେ ଆମମାନଙ୍କର ବୃତ୍ତି ଚେଞ୍ଜ ହଉଛି, ପଦାର୍ଥ ଜ୍ଞାନ ଚେଞ୍ଜ ହଉଛି, ବିଷୟ ଜ୍ଞାନ ଚେଞ୍ଜ ହଉଛି। ଆଉ ये ହିଁ ବୁଦ୍ଧି ପାଖରେ ହିଁ ଏ ଚେତନ ସ୍ୱରୂପ ଅଛି। ଏ ଯୋଉ ଜାଣିବାଟାର ଯୋଉ ଶକ୍ତି ଓ ବୁଦ୍ଧି ପାଖରେ ଅଛି। ମୁଁ 72 ଶ୍ଲୋକରେ କହିବି। ଓକେ, କୁହ। क्षणे क्षणे जन्मनाशौ क्षणे क्षणे जन्मनाशो अहं वृत्तेमितो यतः अहं वृत्तिर्मितो यतः विज्ञानं क्षणिकं तेन विज्ञानं क्षणिकं तेन स्वप्रकाशं स्वतो मितेः। स्वप्रकाशं स्वतो मितेः। क्षणे क्षणे जन्मनाशः अहं वृत्तेः मितो यतः। प्रत्येक क्षणरे क्षण क्षण अहम वृत्ति जन्म हुए नाश हुए। मितौ अतः एणं विज्ञान क्षणिक स्वयं बोध स्वयं प्रकाश विज्ञानम क्षणिकत्वेन ये होछि तार नियम। गोटे क्षणरे माने जो ज्ञानटा होछि ना, गोटे क्षणरे ज्ञान हो जाଉଛି, ଆଉ ଗୋଟେ କ୍ଷଣରେ ଜ୍ଞାନ ହଉନି। ତ ଇଏ ହଉଛି ତାର ନିୟମ। ଠିକ। ଆଚ୍ଛା, ଗୋଟିଏ ବୃତ୍ତି ଚେଞ୍ଜ ହେଇଯାଉଛି, ମେନ୍ କିଏ? ବୁଦ୍ଧି। ପ୍ରତ୍ୟେକ ଅହମ୍ ବୃତ୍ତି କ୍ଷଣିକ, ଏଣୁ ଆମେ କ୍ଷଣିକ ବିଜ୍ଞାନବାଦ କହୁଛୁ। ଆଉ ଏ ବୁଦ୍ଧି ହିଁ ସ୍ୱୟଂ ପ୍ରମାଣ, ବୁଦ୍ଧି ହିଁ ସ୍ୱୟଂ ପ୍ରକାଶ। ବୁଦ୍ଧିକୁ ଜାଣିବା ପାଇଁ ଆଉ ଗୋଟେ କୌଣସି ଦରକାର ନାହିଁ। ବହୁତ ସମୟ ନେଇଗଲଣି, ତୋର ହେଲା ନା ନାଇଁ? ନାଇଁ ଆଜ୍ଞା, ଲାଷ୍ଟ। ଆଚ୍ଛା, ତୁ ସାରିବୁନି କି ଆଜି? ନା ସାରିଦେବି। ଆଉ ଗୋଟିଏ ଶ୍ଲୋକ ମୌକା ଦିଅନ୍ତୁ ମତେ, ଗୋଟେ କହିଦେଇକି ମୁଁ ବନ୍ଦ କରିଦେବି। ତାପରେ ତାପରେ ମୋ ଭାଇ ଆସିବ ଶୂନ୍ୟବାଦୀ। ଓକେ, ଓ ଆଜି ହିଁ ଆସିଯିବ। ଚେଷ୍ଟା କରିବା ଆଗ ମୁଁ ସାରିଦଉ। 73 विज्ञानमय कोशोऽयम् विज्ञानमयकोशोऽयम्
जीव इत्यागमाः जगुः जीव इत्यागमा जगुः सर्वसंसार एतस्य सर्वसंसार एतस्य जन्मनाश सुखादिकः। जन्मनाश सुखादिकः। ଆଜ୍ଞା ଆପଣ ବେଦାନ୍ତି ଆପଣ ଶ୍ରୁତିକୁ ଉପନିଷଦକୁ ବେଶୀ ପସନ୍ଦ କରୁଛନ୍ତି, ତେଣୁ ବିଜ୍ଞାନମୟ ବିଷୟରେ ଯୋଉ ଶ୍ରୁତିରେ ଅଛି ତାହା ମୁଁ ଆଉ ଥରେ ମନେ ପକାଇ ଦଉଛି। ଏତସ୍ମାଦ୍ तस्माद् वा एतस्माद् मनोमयात् अन्योन्तरात्मा विज्ञानमयः विज्ञानम यज्ञम तनुते। ये सब विज्ञान ପାଇଁ ବୁଦ୍ଧି ପାଇଁ ପ୍ରଶଂସା କରାଯାଇଛି। ଏଣୁ ମନୋମୟ ଆତ୍ମାର ଯେ ସୂକ୍ଷ୍ମ ସେ ହେଉଛି ବିଜ୍ଞାନମୟ। ଠିକ विज्ञानमय कोश अयम जीव, विज्ञानमय कोश ହିଁ ଏ ଜୀବାତ୍ମା। ବିବେକ ଚୂଡ଼ାମଣିରେ ବି କୁହାଯାଇଛି, ଅନ୍ୟାନ୍ୟ ବି ଗ୍ରନ୍ଥରେ ବି କୁହାଯାଇଛି। तो विज्ञान में कोश ही जीव, से ही कर्ता भोक्ता। जन्म मरण सुख दुख रूप सब संसार आ रही आपको ही, यही जीवात्मा को ही हुए सब कुछ। और सबू दर्शन जीवात्मा को नहीं कि करते आज्ञा, जब मीमांसा करते जीवात्मा को कहीं छाड़ते नहीं, सही जीवात्मा ही मुंह। विज्ञानम यज्ञ तनुते कर्माणि तनुते पिच विज्ञानम देवाः सर्वे ब्रह्म ज्येष्ठमुपासते विज्ञानम ब्रह्म। विज्ञानवान पुरुष ही श्रद्धादि पूर्वक यज्ञ विस्तार करे, कर्मर भी विस्तार करे। यदि से जानिने कौन करियो? ଆପଣ ଭାବୁଥିବେ ଉଦାହରଣ ସ୍ୱରୂପ ଆପଣଙ୍କର ଛୁଆ ହଉ ବା ଗୋଟେ ୟଙ୍ଗ ଲड़का, ତୁ କ'ଣ ଚାକିରି କରୁଛୁ ନା ଏମିତି ମତେ କେତେ ଟଙ୍କା ମିଳୁଛି ମାସକୁ ଏମିତି 2-3 ଲକ୍ଷ। ସେ ଆମେ ଜୀବନ ପର୍ଯ୍ୟନ୍ତ 2-3 ଲକ୍ଷ ପାଇନୁ, ତୁ ମାସକୁ 2 ଲକ୍ଷ କ'ଣ କରୁଛୁ କି? କାରଣ ତାର ବୁଦ୍ଧି ଅଛି, ସଫ୍ଟୱେରରେ କାମ କରୁଛି। ତ ସଫ୍ଟୱେରରେ କାମ କରୁଛି ତାର ବୁଦ୍ଧି ଯୋଗୁଁ। ତେଣୁ ଦେଖୁନ ବୁଦ୍ଧି ଯୋଗୁଁ କର୍ମ ବି ହେଲା, ତା ବିସ୍ତାର ବି ହେଲା। ଆମେରିକାରେ ରହିଲା, ଗ୍ରୀନ କାର୍ଡ କରିଦେଲା, ଘର ବି ତିଆରି କରିଦେଲାଣି, ବାହା ବି ସେଠି ହେଇଗଲାଣି, ଛୁଆ ବି ହେଲେଣି। କେବେ କେମିତି ଆସିଲେ ଜଣାପଡ଼ୁଛି ଏତେ ବଡ଼ ବୁଦ୍ଧିମାନ, ସବୁ କିଛି ଜାଣିଛି। ମୋବାଇଲର କଟ 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 ତା ଉପରେ ସବୁ ଜାଣିଛି ସିଏ। କି ହ୍ୟାକ୍ ହେଇଯାଉଛି ଗୋଟେ ସେକେଣ୍ଡ ଟାକ୍ କ୍ଲିନ୍। ଏସବୁ ଜାଣୁଛି କେମିତି ନା ବୁଦ୍ଧି। ସେ ସେଇ ସାଇନ୍ସର ସେ ଏକ୍ସପର୍ଟ, ଆମେ କିଛି ଜାଣିନୁ। ତେଣୁ ଦେଖ ବିଜ୍ଞାନ ହିଁ ସବୁ କିଛି। विज्ञानम यज्ञ तनुते, विज्ञान द्वारा कर्म हुए। कर्माणि तनुते पीछे विज्ञानम देवा सर्वे है, समस्त देवता ये विज्ञान, ये तत्व को, ये विज्ञान तत्व की उपासना करते, ज्येष्ठम उपासते। एनु विज्ञान ही ब्रह्म, बुद्धि ही ब्रह्म। विज्ञान को ही सब कुछ कहगला। एवं ये जो विज्ञान जन्म मरण सुख दुख सुकृत दुष्कृत फल भोगात्मक ये संपूर्ण संसार यही जीवात्मा को भी हो, ये हूँ विज्ञानमय। एणु ए विज्ञानमय को तुम नकार कर पारिबने। अच्छा, अब वर्तमान विज्ञानमय पर शून्यवादी से बसीगला, कहला हो टाइम हो गलानी आ कम समय अच्छी तो मु बस पड़ुछि। ओके बसे। देन इंगित करेला तार बड़ भाई को, शून्यवादी बड़ भाई, हाँ सी वर्तमान कहूँ शून्यवादी को माध्यमिक मध्य कह जाए, माध्यमिक माध्यमिक शून्यवादी। बौद्ध धर्म रे 4टी मेनली डिवीजन, फिर ये 4टी आहरी अलग अलग सब डिवीजन है। सी कौन कौच देखो, सी तांकर मत ने ठिया हला। सी कौच अच्छा मु प्रथमे श्लोकटा पढ़ुची 74। विज्ञानम क्षणिकन्नात्मा विज्ञानं क्षणिकं नात्मा विद्युदभ्रनिमेषवत्
विद्युदभ्रनिमेषवत् अन्यस्यानुपलब्धत्वात् अन्यस्यानुपलब्धत्वात् शून्यं मध्यमिका जगुः। शून्यं माध्यमिका जगुः। ये जो मोर छोट भाई बहुत समय नहीं कि विदा कला मु बसिଥିଲି ମୁଁ କିନ୍ତୁ ମୁଁ ଶୂନ୍ୟବାଦୀ ନା ମୁଁ ଏକ୍ସପୋଜ ହୁଏନି ବେଶୀ ଏବଂ ମୁଁ ଗୋଟିଏ ତର୍କରେ ହିଁ ତାକୁ କାଟିଦେବି। କଣ ତର୍କ? ଦେଖନ୍ତୁ ସେ ନିଜେ ହିଁ କହୁଛି ମୋର ନାଁ ହଉଛି କ୍ଷଣିକ ବିଜ୍ଞାନବାଦ। କ୍ଷଣିକ ମାନେ ପ୍ରତ୍ୟେକ ସେ ତାର ସିଦ୍ଧାନ୍ତ ରୂପରେ କହୁଛି ପ୍ରତ୍ୟେକ କ୍ଷଣରେ ସେ ନଷ୍ଟ ହବ। ବିଜଲି ଆସୁଛି ଯାଉଛି, ଲାଇଟନିଂ, ବାଦଲ ଆସୁଛି ଯାଉଛି ଝୁଙ୍କାରେ, ନିମେଷ ପଲକର ଝପକିନା। ଇଏ କେମିତି ଆତ୍ମା ହବ? ଇଏ ତ ଆସୁଛି ଯାଉଛନ୍ତି ଟେମ୍ପରାରୀ। ମାନେ ଇଏ ଆତ୍ମା ନୁହଁ। ଇଏ ଆ- ତାଙ୍କ ଅନୁସାରେ ବୁଦ୍ଧିର ଲକ୍ଷଣ ଆମେ ବି ସ୍ୱୀକାର କରୁଛୁ, କିନ୍ତୁ ଆତ୍ମା ହବନି। ଆତ୍ମା ତ ସ୍ଥିର ରହିବା ଦରକାର। ଅର୍ଥାତ୍ ସତରେ କୌଣସି ଗୋଟେ ଆତ୍ମା ନୁହଁ, ଶୂନ୍ୟ ହିଁ ଆତ୍ମା। ଶୂନ୍ୟବାଦୀ ଲୋକ ଏହା କହୁଥିଲେ, ଆମେ କହୁଛୁ ଶୂନ୍ୟ ହିଁ ଆତ୍ମା। କିଛି ନାହିଁ, ଅନନେସେସାରୀ ତମେ ସବୁ ଧରିକି ବସିଛ। ଆ ପାଇଁ ମୁଁ ଉପନିଷଦରେ ବି କହିବି, ମନ୍ତ୍ର କହିବି। ସ ହଁ, ଉପନିଷଦରେ ବି ମନ୍ତ୍ର ଅଛି। ଆଜି ନାଇଁ, ଆପଣଙ୍କର ଆଜି ଟିକେ ସମୟ ହେଇଗଲାଣି। କାଲି ତ ଆପଣ ମୌକା ଦେଇ ଦେଇଛନ୍ତି, କାଲି ବି ମୁଁ କହିବି। ଏଣ୍ଡ ଶୂନ୍ୟବାଦୀ ଯୋଉ କହୁଛି, ସେ କହୁଛନ୍ତି ବେଦାନ୍ତ ସାରରେ ବି କୁହାଗଲା, ତା ବି ମୁଁ ଏକ୍ଜାମ୍ପଲ ଦେବି। ଏଣ୍ଡ ମୋର ଯୋଉ ତର୍କ ମୁଁ ବୁଝେଇବି ହେଲା। ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णमादाय पूर्णमेवावशिष्यते। ओम शांति शांति शांति। काली क्लास हବ ହେଲା, 20th କାଲି କ୍ଲାସ ହବ। ମୁଁ ଏଇଠୁ 9ଟା 9:15ରେ ବାହାରିବି କାରଣ କ୍ଲାସ ପରେ ମୁଁ ପୁରୀ ଡାଇରେକ୍ଟ ପହଞ୍ଚିବି। କାଲି 21ରେ ପ୍ରୋଗ୍ରାମ ଅଛି ପୁରୀ ରାଜାଙ୍କ ସହିତ ଗୋଟେ ଜଗନ୍ନାଥ ଚେତନା ଗବେଷଣାର। ଫେର ମୁଁ 22ରେ ଆସିବି। 22ରେ କଳ୍ପନା ଘରେ ସତ୍ସଙ୍ଗ ଅଛି ସନ୍ଧ୍ୟା 6:30ରୁ 7:30। ଦେନ୍ ମୁଁ ଡିଭାଇନ୍ ଲାଇଫ୍ ସୋସାଇଟି ଖଣ୍ଡଗିରି ଆଶ୍ରମରୁ 22ରେ ପଳେଇବି। 23ରେ 23, 24, 25, 26 କନଫରେନ୍ସ ଅଛି। ଆପଣମାନେ ଯେଉଁମାନେ ଇଣ୍ଟରେଷ୍ଟେଡ୍, ମୋର ସନ୍ଧ୍ୟାବେଳେ ଜଗନ୍ନାଥ କଥା ଅଛି। ଆଉ ମର୍ଣ୍ଣିଂ 7ରୁ 8 ଇଟ୍ ୱିଲ୍ ବି ଭେରି ମର୍ଣ୍ଣିଂ ଫର୍ ୟୁ ବିବେକ ଚୂଡ଼ାମଣି। ତ ଏଟଲିଷ୍ଟ ଇଭିନିଂ ଶୁଣିପାରିବେ, ଇନାଗୁରେସନରେ ବି ଆସିପାରିବେ। ତାପରେ ନାଉଗାଁ ଜଗତସିଂହପୁର ବ୍ରହ୍ମଚାରୀ ସତ୍ୟାନନ୍ଦ, ସେଠି ଗୋଟେ ଚିଲଡ୍ରେନ୍ କ୍ୟାମ୍ପ ଅଛି 30 ପର୍ଯ୍ୟନ୍ତ। 31ରେ ମୋର ଫ୍ଲାଇଟ୍ ଅଛି ଟିକେ। 1 ତାରିଖରେ ନ୍ୟୁ ଇୟର ଫଙ୍କସନ୍, ଫିର 2 ତାରିଖରେ ମୁଁ ଆସୁଛି ପୁରୀ। 4ରେ ମୋ ତରଫରୁ ପ୍ରୋଗ୍ରାମ ହେଇକି ମୁଁ 5ରୁ वापस ଆସିବି। ନେକ୍ସଟ କ୍ଲାସ୍ ହବ 7ରେ, ଜାନୁଆରୀ 7ରୁ ହେଲା। ତ କାଲି କ୍ଲାସ୍ ହବ, ତାପରେ ଜାନୁଆରୀ 6 ପର୍ଯ୍ୟନ୍ତ ଛୁଟି। 7ରୁ କ୍ଲାସ୍ ହବ, 7ରୁ କଣ୍ଟିନ୍ୟୁ ଚାଲିବ। ମମତା ସେ ଅନୁସାରେ ତମେ ତିଆରି